प्रिय माने प्रभु जीशुଙ୍କ नामରେ ପ୍ରେମ ଭରା ନମସ୍କାର ଜଣାଏ। ଆଶା କରୁଛି ଆପଣମାନେ କୁଶଳରେ ଅଛନ୍ତି। କିନ୍ତୁ ଅନେକଙ୍କ ଜୀବନରେ କିଛି ନା କିଛି ଭୟ ସେମାନଙ୍କ ଜୀବନରେ ରହିବାର ଆମେମାନେ ଦେଖିବାକୁ ପାଉ। ଆଜି ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କ ନିମନ୍ତେ ପ୍ରଥମ କରନ୍ତୀୟ 15:57 ପଦ। ଯେଉଁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ଜୟ ପ୍ରଦାନ କରନ୍ତି ତାହାଙ୍କର ଧନ୍ୟବାଦ ହେଉ। ଆମ୍ଭମାନଙ୍କ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ବିଜୟ ପ୍ରଦାନ କରନ୍ତି। ସେ କ୍ରୁଶରେ ଶୈତାନ ଉପରେ ଆମମାନଙ୍କ ଜୀବନ ନିମନ୍ତେ ଜୟଲାଭ କଲେ। କ'ଣ ପାଇଁ? ଯହିଁରେ ଆମ୍ଭେମାନେ ପରମେଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ ଭରସା କରିବା ଯେ ପରମେଶ୍ୱର ଆପଣାର ପୁତ୍ରଙ୍କୁ ଆମ୍ଭମାନଙ୍କ ନିମନ୍ତେ ପ୍ରଦାନ କରିଲେ। ପୁଣି ସେହି ପୁତ୍ର ଶୈତାନକୁ ସମ୍ପୂର୍ଣ୍ଣ ରୂପେ ପରାଜୟ କରି ଆମମାନଙ୍କ ନିମନ୍ତେ ଆଦର୍ଶ ଦେଖାଇ ଯାଇଛନ୍ତି। ପୁଣି କ୍ରୁଶରେ ସେ ଶୈତାନର ମସ୍ତକକୁ ଦଳି ପକାଇଲେ। ପୁଣି ଆମମାନଙ୍କ ନିମନ୍ତେ ସେ ବିଜୟ ହୋଇ ତୃତୀୟ ଦିବସରେ ପୁନରୁତ୍ଥିତ ହୋଇ ଈଶ୍ୱରଙ୍କ ନିକଟରେ ଯାଇ ସେ ବର୍ତ୍ତମାନ ସ୍ୱର୍ଗରେ ଉପବେଶନ କରିଅଛନ୍ତି। ପରମେଶ୍ୱରଙ୍କ ପୁତ୍ରଙ୍କ ଠାରେ ଯଦି ଆମ୍ଭେମାନେ ସମ୍ପୂର୍ଣ୍ଣ ଭରସା ରଖିବା, ସମ୍ପୂର୍ଣ୍ଣ ଆଉଜି ପଡ଼ିବା, ବିଶ୍ୱାସରେ ରହିବା, ତେବେ ପରମେଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁ ଆମମାନଙ୍କ ଜୀବନର ସମସ୍ତ ଦୁର୍ବଳତାକୁ ଦୂର କରି ସେ ଯେପରି ଶୈତାନକୁ ଜୟ କଲେ, ଆମମାନଙ୍କୁ ମଧ୍ୟ ଶୈତାନ ଠାରୁ ବିଜୟୀ ହେବା ନିମନ୍ତେ ନିତ୍ୟ ସେ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଅଟନ୍ତି। ଏଣୁ ଆମ୍ଭେମାନେ ନିଜ ବଳଠାରେ ଭରସା ନ ରଖି, ନିଜ ଜ୍ଞାନଠାରେ ଆଉଜି ନ ପଡ଼ି ଈଶ୍ୱରଙ୍କ ପୁତ୍ରଙ୍କ ଠାରେ ସମ୍ପୂର୍ଣ୍ଣ ରୂପେ ଯଦି ଆମ୍ଭେମାନେ ଆଉଜି ପଡ଼ିବା, ସେ ଆମ୍ଭମାନଙ୍କୁ ବିଜୟ ପ୍ରଦାନ କରିବେ। ଆମେମାନେ ଯେ ଧରାପୃଷ୍ଠର ଜୀବନ ସମୟରେ ସମ୍ପୂର୍ଣ୍ଣ ରୂପେ ବିଜୟର ଜୀବନକୁ ଅତିବାହିତ କରିବା, ଏହା ପରମେଶ୍ୱରଙ୍କ ଏକାନ୍ତ ଇଚ୍ଛା ଏବଂ ବାସନା ଅଟେ। ଏଣୁ ଆମେମାନେ ପ୍ରଭୁ ଯୀଶୁଙ୍କ ଠାରେ ସମ୍ପୂର୍ଣ୍ଣ ଭରସା ବିଶ୍ୱାସ ରଖି ଯଦି ଆଗକୁ ବଢ଼ିବା, ନିଶ୍ଚୟ ଆମେମାନେ ମଧ୍ୟ ବିଜୟୀ ଜୀବନ କାଟିପାରିବା। ଏଣୁ ପ୍ରଭୁଙ୍କ ଠାରେ ସମର୍ପିତ ହେଉ ଆଉ ଏ ସମସ୍ତ ବିଷୟ ଯୀଶୁଙ୍କ ନାମରେ ଉତ୍ସର୍ଗ କରି ମାଗିବା। ଆମେନ୍, ଆମେନ୍।